କିଛି ଦିନ ପୂର୍ବରୁ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ 2023 ଏବଂ 2024 ମସିହା ପାଇଁ ବେଷ୍ଟ ଆକ୍ଟର ଘୋଷଣା କରାଯାଇଛି। 2023 ମସିହା ପାଇଁ ହରିହର ମହାପାତ୍ର ଏବଂ 2024 ମସିହା ପାଇଁ ବାବୁସାନ ମହାନ୍ତିଙ୍କୁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ କରାଯାଇଛି। ତେବେ ଆପଣ ଜାଣିଛନ୍ତି କି ଆମ ଓଡ଼ିଶାର ସୁପରଷ୍ଟାର ମାନେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ସବ୍ୟସାଚୀ ମିଶ୍ର, ବାବୁସାନ ମହାନ୍ତି ପ୍ରମୁଖ କେତେ ଥର ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି। ତେବେ ଚାଲନ୍ତୁ ଆଜି କଥା ହେବା ଓଡ଼ିଶାର ବଡ଼ ବଡ଼ ସୁପରଷ୍ଟାର ମାନେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ସବ୍ୟସାଚୀ ମିଶ୍ର, ବାବୁସାନ ମହାନ୍ତି, ଅମ୍ଳାନ ଦାସ ପ୍ରମୁଖ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ କେତେ ଥର ଲେଖାଏଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି। ହ୍ୟାଲୋ, ହାଏ, ନମସ୍କାର। ଓଡ଼ିଶାର ସବୁ ସିନେ ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଆମ ଓଡ଼ିଆ ସିନେମା ଚ୍ୟାନେଲକୁ ସ୍ୱାଗତ କରୁଛି। ପ୍ରଥମରେ ରହିଛନ୍ତି ସିଦ୍ଧାନ୍ତ ମହାପାତ୍ର। ଓଡ଼ିଶାର ମେଗା ଷ୍ଟାର ଭାବେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଲଗାତାର 6 ଥର ପାଇଁ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି। ଏପରି ଭାବରେ ସିଦ୍ଧାନ୍ତ ମହାପାତ୍ର ଟୋଟାଲ 7 ଥର ପାଇଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇସାରିଛନ୍ତି। 2000 ମସିହାରେ ସିନ୍ଦୁର ନୁହେଁ ଖେଳଘର, 2001 ମସିହାରେ ମୋ କୋଳ ତୋ ଝୁଲଣା, 2002 ମସିହାରେ ପୁଅ ମୋର ଜଗତ ଜିତା, 2003 ମସିହାରେ ଏଇଠି ସ୍ୱର୍ଗ ଏଇଠି ନର୍କ, 2004 ମସିହାରେ ଓମ୍ ଶାନ୍ତି ଓମ୍, 2005 ମସିହାରେ ଶାଶୁଘର ଚାଲିଯିବି ଏବଂ 2011 ମସିହାରେ ଏକା ଏକା ସିନେମା ପାଇଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର। ଦ୍ୱିତୀୟରେ ରହିଛନ୍ତି ଆକାଶ ଦାସ ନାୟକ। 2008 ମସିହାରେ ରିଲିଜ ହୋଇଥିବା କଳିଙ୍ଗ ପୁତ୍ର ସିନେମା ପାଇଁ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଥିଲେ ଆକାଶ ଦାସ ନାୟକ। ଅଭିନେତା ଅମ୍ଳାନ ଦାସ, ବରିଷ୍ଠ ଅଭିନେତା ମିହିର ଦାସଙ୍କ ସୁପୁତ୍ର ଅମ୍ଳାନ ଦାସ ମଧ୍ୟ ଗୋଟିଏ ଥର ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇସାରିଛନ୍ତି। 2021 ମସିହାରେ ରୋମିଓ ରାଜା ସିନେମା ପାଇଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ଅମ୍ଳାନ ଦାସ। ଅଭିନେତା ସବ୍ୟସାଚୀ ମିଶ୍ର, ଓଡ଼ିଶାର ଚକୋଲେଟ ବୟ ଭାବେ ପରିଚିତ ସବ୍ୟସାଚୀ ମିଶ୍ର ମଧ୍ୟ 2 ଥର ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି। 2007 ମସିହାରେ ପାଗଳ ପ୍ରେମୀ ଏବଂ 2012 ମସିହାରେ ଏମିତି ବି ପ୍ରେମ ହୁଏ ସିନେମା ପାଇଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ସବ୍ୟସାଚୀ ମିଶ୍ର। ବାବୁସାନ ମହାନ୍ତି, ଓଡ଼ିଆ ଅଭିନେତା ବାବୁସାନ ମହାନ୍ତି ମଧ୍ୟ 3 ଥର ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି। 2010 ମସିହାରେ ପ୍ରେମ ଅଢ଼େଇ ଅକ୍ଷର, 2022 ମସିହାରେ ଦମନ ଏବଂ 2024 ମସିହାରେ ପାୱାର ସିନେମା ପାଇଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ବାବୁସାନ ମହାନ୍ତି। ଅନୁଭବ ମହାନ୍ତି, ଓଡ଼ିଶାର ସୁପରଷ୍ଟାର ଭାବେ ପରିଚିତ ଅନୁଭବ ମହାନ୍ତି ମଧ୍ୟ ଗୋଟିଏ ଥର ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇସାରିଛନ୍ତି। 2009 ମସିହାରେ ଆକାଶେ କି ରଙ୍ଗ ଲାଗିଲା ସିନେମା ପାଇଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇଥିଲେ ଅନୁଭବ ମହାନ୍ତି। ତେବେ ଓଡ଼ିଶାର ଆକ୍ସନ ଷ୍ଟାର ଭାବେ ପରିଚିତ ଅରିନ୍ଦମ ରାୟ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ ଏଯାଏଁ ବେଷ୍ଟ ଆକ୍ଟର ଭାବେ ସମ୍ମାନିତ ହୋଇନାହାନ୍ତି। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି।